नमो भगवते वासुदेवाय। अष्टविंशोऽध्याय। श्रीभगवानुवाच शृणुनृपति सुता तुम्भे जोगलक्षण कहुआम्भे मन प्रसन्न जेबे होई सन्मार्ग भाव कुगमयी एणु ए ग्राम्य धर्म छाड़ी निवृत्ति मार्गे चित बढ़ी निश्चल स्थान रे से बसी लब्ध आहारे प्राण पोषी अहिंसा सत्य मार्गे मजी अंत ए प्रति ग्रहे तेजी जे ब्रह्मचर्य आचरण तपस उच्च अध्ययन पुरुष रूपी नारायण तापादे कर इयर्चन निश्चल आस ने बसिब मौन व्रत आचरिब मन को निर्विषय करी इंद्रिय समूह आवरी आहार जिणी प्रत्याहारे प्राण को स्थापी बनिश्चले आत्मा रे आत्मा को चिंतीब वैकुंठ लीला दिशे भाव बुद्धिर बले कर्म साधी निश्चल जोग रे समाधि ए विधि अन्य मार्गे नाही सुन गो मात मन देई विशुद्ध देश रे आसन कृष्ण कंबल कृष्ण जीन स्वस्तिक आस ने बसिब आनंदे जोग अभ्यासीब जे प्राणी अपर विवेक पूरक कुंभ करे चक ए मार्गे प्राण को शोधिब निश्चल चित रे चिंतीब जे मन्ते वायु अग्नि लागी लोह दग्धरे मल त्यागी से रूपे प्राणायाम कले आत्मा निर्मल हुए भले समस्त दोष एणे हरे जे बापातक पूर्वे करे प्रत्याहारर बळे मन ध्यान रे जान इंद्रिगुण मन प्रसन्न जेते बेळे जोग को साधी बनिश्चले कला काष्ठादि दंडे क्षणे नासिका अग्रे सुलक्षणे ध्याने चिन्तन्ति भगवान
ଅନାଦି ପରମ କାରଣ ଶ୍ୟାମ ସୁନ୍ଦର କଳେବର ବଚନ ମୃତ ମଧୁର ପ୍ରସନ୍ନ ବଦନ ସୁନ୍ଦର ତେଜ ଦେବଙ୍କୁ ଅଗୋଚର ଶ୍ରୀବତ୍ସ ଚିହ୍ନ ବକ୍ଷସ୍ଥଳେ କିବା ଉପମା ଦେବା ଭଲେ ମୁକୁତା ଚାପ ସରି ହୋଇ କଣ୍ଠେ କସ୍ତୁଭ ମଣି ସୋହି ଲମ୍ବିତ ତାର ପୃଷ୍ଠ ଦେଶେ ପାଟଳ ପ୍ରାୟେ ସେ ପ୍ରକାଶେ ଅମଳ ବନ ମାଳି ଗଳେ ମନ ଭ୍ରମୟୀ ମଧୁ ଭୋଳେ ମଧୁର ଧ୍ୱନି ସେ କରନ୍ତି ଆନନ୍ଦେ ଉଡ଼ି ପନ୍ତି ପନ୍ତି କିରୀଟ ଅନଙ୍ଗ ନିରାଜେ ଅମୂଲ୍ୟ ହାର ହୃଦେ ସାଜେ ରତ୍ନ ନୂପୁର ପାଦେ ସୋହି କିବା ଉପମା ଦେବା କହି ରତ୍ନ ନୂପୁର ପାଦେ ସୋହି କିବା ଉପମା ଦେବା ତହିଁ ଦିବ୍ୟ କର୍ଣ୍ଣରେ ସେ କୁଣ୍ଡଳ ଶୋଭା କରଇ ଗଣ୍ଡସ୍ଥଳ ଏମନ୍ତ ରୂପେ ଭକ୍ତ ଜନେ ହୃଦେ ଚିନ୍ତନ୍ତି ଅନୁକ୍ଷଣେ ଆନନ୍ଦେ ଦର୍ଶନ କରନ୍ତି ନୟନ ନିର୍ମଳେ ଦେଖନ୍ତି କିଶୋର ତରୁଣ ବୟସ ଅତି ସୁନ୍ଦର ସୁପ୍ରକାଶ ସର୍ବଲୋକଙ୍କୁ ନମସ୍ତୁତ୍ୟ ଅବୟ ସୁଶାନ୍ତ ମହତ ଭକ୍ତାନୁଗ୍ରହ ସେ ଅଟନ୍ତି ଭକ୍ତର କଷ୍ଟ ନ ସହନ୍ତି ଯାହାର ଯଶ କୀର୍ତ୍ତି ସାର ତୀର୍ଥଙ୍କ ପ୍ରାୟେ ପାପହର ଯାହାର କୀର୍ତ୍ତି ପୁଣ୍ୟ ଶ୍ଲୋକେ ଗାୟନ କରୁଛନ୍ତି ମୁଖେ ସମଗ୍ର କରି ତାଙ୍କ ଦେହି ନୃତ୍ୟ ଚିନ୍ତିବ ଚିତେ ଧ୍ୟାଇ ଆସନେ ବସି ଏକାନ୍ତରେ ଗମନ ଶୟନ ଗୁହାରେ ଅଙ୍ଗକୁ ଅଙ୍ଗ ପ୍ରତି ଧ୍ୟାନ ଚିନ୍ତିବ ବିଷ୍ଣୁର ଚରଣ ଧ୍ୱଜଙ୍କୁଶ ବଜ୍ର ଚିହ୍ନ ପଦ୍ମ ସହିତ ଯେ ଲାଞ୍ଛନ ତୁଙ୍ଗ ସୁରଙ୍ଗ ପାଦ ଦୁଇ ନଖ ଚନ୍ଦ୍ରିକା ବିରାଜଇ ମହତ ହୃଦ ଅହଙ୍କାର ଧ୍ୟାନେ ଭଜଇ ନିରନ୍ତର
ଜାପାଦୋଦକ ଗଙ୍ଗା ନୀର ଶୈରରେ ବହିଛନ୍ତି ହର ଜାନିର ବ୍ରହ୍ମାଣ୍ଡ ମଧ୍ୟରେ ସ୍ନାନ କରନ୍ତି ସୁରନରେ ପାପ ଶୈଳ ବଜ୍ର ପ୍ରାୟେ ଜାପାଦ ନାଶ ଇ ନିର୍ଭୟେ ସେ ପାଦ ପଦ୍ମେ ଧ୍ୟାନ କରି ନୃତ୍ୟ ବନ୍ଦଇ ଚିତେ ଧରି ଯେ ପାଦ ପଦ୍ମର ମହିମା କେ କହିପାରେ ଗୁଣ ସୀମା ସେ ପାଦ ଜାପାଦ ଯୁଗ ମନୋହର ବ୍ରହ୍ମା ସେବଇ ନିରନ୍ତର ଆଜାନୁଲମ୍ବୀ ଭୁଜମାନ କେଉର କଙ୍କଣ ଶୋଭନ ଅତସୀ କୁସୁମର ପ୍ରାୟେ ଅଙ୍ଗ ତାହାର ଶୋଭା ପାଏ ତଡ଼ିତ ଜିଣି ପୀତାମ୍ବର କାଞ୍ଚନ ଦାମ ମନୋହର ଏ ବିଶ୍ୱ ଯାହାର ହୃଦୟ ଏ ବିଶ୍ୱ ଯାହାର ହୃଦର ସପ୍ତ ସମୁଦ୍ର ଦୀପବର ଜାହ୍ନବୀ ପଦ୍ମ ବ୍ରହ୍ମଜାତ ଅଖିଳ ବ୍ରହ୍ମାଣ୍ଡର ନାଥ ଏମନ୍ତ ଭାବେ ଯାହା ଚିନ୍ତି ଅପରେ ହୃଦୟ ଆକୃତି ମର୍କତ ମଣି ପ୍ରାୟ ଶୋଭା ସ୍ତନ ଯୁଗଳ ଦିବ୍ୟ ପ୍ରଭା ତା ମଧ୍ୟେ ବିଶଦ ଯାହାର ଅତ୍ୟନ୍ତ ଶୋଭା ସେ ହୃଦର ଲକ୍ଷ୍ମୀ ଭୂଷଣ ବକ୍ଷସ୍ଥଳେ ଅର୍ଦ୍ଧେକ ଶୋଭା ମଣିକରେ ଅଖିଳ ଲୋକ ମନୁସୂତ ଶୋଭା ଯେ କରେ ଜନ୍ମ ମାତ୍ର ମନ୍ଦର ଗିରି ଶୃଙ୍ଗ ପ୍ରାୟେ ତା ଭୁଜ ଦଣ୍ଡ ଶୋଭା ପାଏ ଯେ ଚକ୍ର ଧରିଛନ୍ତି କର ଅପରିଣାମ ତେଜ ତାର ତାକର ପଦ୍ମ ଚକ୍ରେ ଶୋଭା ରାଜହଂସର ପ୍ରାୟେ ଆଭା ଦାନବ ରୁଧି ରେଣ ଯୁକ୍ତ ଗଦାଏ ଅଛି ତାର ହସ୍ତ ଭୂତାନୁଗ୍ରହ ତା ଶ୍ରୀମୁଖ ସସ୍ମିତା ସୁରଙ୍ଗ ସୁରେଖ ଶ୍ରବଣେ ମକର କୁଣ୍ଡଳ ଚଳନ୍ତେ ଯେହ୍ନେ ବିଦୁର୍ନାଳ ତୁଙ୍ଗନାରଙ୍ଗ ଦିବ୍ୟ ଶୋଭା କୁଣ୍ଡଳୀ ଗଣ୍ଡ ପ୍ରଭା ଲୋଚନ ଯୁଗ ପଦ୍ମଜ ପ୍ରାୟେ ଭୃଙ୍ଗର ବିଥି କିବା ଶୋହେ ଏମନ୍ତ ରୂପ ଯେବା ଧ୍ୟାନ
ଆନନ୍ଦେ କରେ ଅନୁକ୍ଷଣ। ତାହାକୁ ପ୍ରଭୁ କୃପା କରେ ଏ ଘୋର ତାପ ଚୟ ହରେ। ଏଣୁ ଏ ରୂପ ଗୁଣ ଧ୍ୟାନେ ନିର୍ତ୍ୱଚିନ୍ତିବ ଦୃଢ଼ ମନେ। ଅଖିଳ ଲୋକ ତାହା ହରେ ଯେ ମନ୍ଦ ହାସ ଶ୍ରୀମୁଖରେ। ମକର ଧ୍ୱଜ ଚାପ ପ୍ରାୟେ ଭଙ୍ଗ ଯୁଗ ତାର ସୋହେ। କଟାକ୍ଷ ସର ପନ୍ତି ହୋଇ ମୁନିମାନଙ୍କ ମନ ମୋହି। ଏଣେ ମୋହିତ ମୁନିଜନେ ଧ୍ୟାନ କରନ୍ତି ଅନୁକ୍ଷଣେ। ତାହାର ଉଚ୍ଚ ହାସେ ଧ୍ୟାନ ଅରୁଣ ବର୍ଣ୍ଣ ଓଷ୍ଠମାନ। କୁନ୍ଦ କଢ଼ିର ପ୍ରାୟ ହୋଇ ଦନ୍ତପନ୍ତି ଯେ ବିଚାରଇ। ପ୍ରେମାନୁବନ୍ଧେ ଏହା ଚିନ୍ତି ଅନ୍ୟ ଯେ କିଛି ନ ବାଞ୍ଚନ୍ତି। ଏ ରୂପେ ଧ୍ୟାନ ଯୋଗ କରି ଭକ୍ତି ଭାବରେ ମୋଦ ଭରି। ଭକ୍ତ ସ୍ୱଭାବେ ସୁମରଣ ପୁଲକ କରି ତନୁଲୋମ। ଏ ରୂପେ ଯୋଗ ସମାଧିରେ ଯେବେ ମନ ଭ୍ରମ କରେ। ତେବେ ସଙ୍ଗମ ମନ କରି ଧ୍ୟାନେ ଚିନ୍ତିବ ନରହରି। ଏ ରୂପେ ନିର୍ବିକ୍ଷୟ ହୋଇ ନିଷ୍କାମ ମାର୍ଗେ ଯୋଗ ଧ୍ୟାଇ। ପରମାନନ୍ଦ ରୂପ ଚିନ୍ତି ବ୍ରହ୍ମା ନିର୍ବାଣ ସେ ଲଭନ୍ତି। ଜ୍ୟୋତି ସ୍ୱରୂପ ଆତ୍ମା ଏକ ସର୍ବତ୍ର ଦେଖ ଇ ପ୍ରତ୍ୟକ୍ଷ। ଗୁଣ ପ୍ରବାହ କୁନାଶଇ ଅଗମ୍ୟ ଦିବ୍ୟ ସ୍ଥାନ ପାଇ। ଏ ରୂପେ ଭକ୍ତି ଯୋଗ ସାଧି ତରଇ ସଂସାର ଜଳଧି। ଜାଣଇ ସୁଖ ଦୁଃଖ ଭାବ ଜନ୍ମ ମୃତ୍ୟୁର ପରାଭବ। ଦୈବ୍ୟଧୀନେ ଯେତେ ଜନର ଏ ମାର୍ଗେ ନୁହନ୍ତି ପ୍ରବର। ଏ ଦେହ ସତ୍ୟ ପ୍ରାୟ ମଣି ବିଷୟ ଭ୍ରମେ ଅନୁକ୍ଷଣୀ। ମଦିରା ଅର୍ଥେ ଭୋଳ ହୋଇ ଯେମନ୍ତେ ଦିବ ସଜେ ହୋଇ। ସେ ରୂପେ ପ୍ରବୃତ୍ତି ନିବୃତ୍ତି ଅଜ୍ଞାନେ ତାହା ନ ଜାଣନ୍ତି। ଏ ଦେହେ କର୍ମ ବଶ ହୋଇ ସର୍ବସଂକଳ୍ପ କରିଥାଇ
যাবত যোগ সিদ্ধ নহি তাবত বিষয় ভ্রময়ী পুত্র কলত্র গৃহধনে স্নেহ বন্ধন প্রাণীমানে আত্মার তুল্য প্রায় মণে তোষেণ ভ্রমে অনুক্ষণে যেমন্তে অগ্নি ধূম্রবଳ কেবে হে নুহ ই নির্মଳ যে সে রূপে বিষ য়ান্ধে প্রাণী কেবে হে আত্মাଙ୍କୁ ନ ଚିହ୍ନି କାଷ୍ଠରୁ ଧୂମ ଅଗ୍ନିଜାତ ସେ କାଷ୍ଠ ଦହ ଇ ଯେମନ୍ତ ଅଜ୍ଞାଙ୍କୁ ଜ୍ଞାନ ଜାତ ହୋଇ ବିଷୟ ବାସ ନାଦ ହୋଇ ଭୂତ ଇନ୍ଦ୍ରିୟ ଗଣ ଯେତେ ପ୍ରଧାନ ପୁରୁଷ ସହିତେ ଏକ ଅନେକ ରୂପ ହୋଇ ବ୍ରହ୍ମାଣ୍ଡେ ଲୀଳା ସେ କରଇ ଏମନ୍ତେ ଭାବେ ବ୍ରହ୍ମଜ୍ଞାନ ପ୍ରାଣୀ ଚିନ୍ତନ୍ତି ଅନୁକ୍ଷଣ ଏ ସର୍ବଭୂତ ତାର ଦେହି ସେ ସର୍ବଭୂତ ମଧ୍ୟେ ଥାଇ ଏମନ୍ତ ଭାବେ ସର୍ବଭୂତେ ଅନ୍ୟନ୍ୟ ଦେଖି ବନିରତେ ସେ ଜ୍ୟୋତିର୍ମୟ আত্মা যোনি গুণ প্রবাহ ভেদে ঘেনি সত সত আত্মা সেহি তা বিনু অন্য নাহি কেহি পরম ভক্ত ভাব এহি এ ভাবে চিত মন দেই তেবে সংসারু তরিব শ্রীকৃষ্ণ চরণ লভিব ভোমাত সাধ্য এহি যোগ হেলে তরিব ঘোর দুর্গ কহই বিপ্র জগন্নাথ সুজনে চিন্ত এহি পথ এণে সংসারু তরি জীব নাহি যাতনা পরাভব। ইতি শ্রীমদ্ভাগবতে মহাপুরাণে পারমহংস্য সংহিতাयां 82 तृतीय स्कंदे कपिल देवहूति संवादे नाम अष्टविंशोऽध्याय। ओम नमो भगवते वासुदेवाय।